ବହୁ ବର୍ଷ ପୂର୍ବେ ଏକ ବିଶାଳ ପର୍ବତର ପାଦଦେଶରେ ନୀଳଗିରି ନାମକ ଏକ ସୁନ୍ଦର ଓ ଘଞ୍ଚ ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲଟି କେବଳ ତାର ସବୁଜିମା ପାଇଁ ନୁହେଁ, ବରଂ ସେଠାରେ ରହୁଥିବା ପଶୁପକ୍ଷୀଙ୍କ ମଧ୍ୟରେ ଥିବା ଏକତା ପାଇଁ ବହୁତ ଜଣାଶୁଣା ଥିଲା। ଏହି ଜଙ୍ଗଲର ଶାସକ ଥିଲା ବିକ୍ରମ ନାମକ ଏକ ଶକ୍ତିଶାଳୀ ସିଂହ। ବିକ୍ରମ ଯେତିକି ପରାକ୍ରମୀ ଥିଲା, ସେ ସେତିକି ନ୍ୟାୟପ୍ରିୟ ମଧ୍ୟ ଥିଲା। କିନ୍ତୁ ବିକ୍ରମର ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲା ତାର ପରମ ମିତ୍ର ଭୋଳା। ଭୋଳା ଥିଲା ଏକ ବଡ଼ କଳା ଭାଲୁଟିଏ। ସେମାନଙ୍କର ବନ୍ଧୁତ୍ୱର ଚର୍ଚ୍ଚା ସାରା ଜଙ୍ଗଲରେ ଘର ଘରର କଥା ଥିଲା। ସୂର୍ଯ୍ୟୋଦୟ ଠାରୁ ଚନ୍ଦ୍ରଶେଖର ପର୍ଯ୍ୟନ୍ତ ସେମାନେ ଏକାଠି ବୁଲୁଥିଲେ, ଏକାଠି ଖାଦ୍ୟ ଖାଉଥିଲେ ଏବଂ ଜଙ୍ଗଲର ଶୃଙ୍ଖଳା ବିଷୟରେ ଆଲୋଚନା କରୁଥିଲେ। କିନ୍ତୁ ସମୟ ସବୁବେଳେ ସମାନ ରହେ ନାହିଁ। ଧୀରେ ଧୀରେ ବିକ୍ରମ ମନରେ ଏକ ଅଜଣା ଗର୍ବ ଏବଂ ଅହଙ୍କାର ବସା ବାନ୍ଧିବାକୁ ଲାଗିଲା। ଜଙ୍ଗଲର କିଛି ଚତୁର ଶୃଗାଳ ରାଜା ବିକ୍ରମଙ୍କୁ ଖୋସାମତ କରି କହିବାକୁ ଲାଗିଲେ, ମହାରାଜ, ଆପଣ ହେଉଛନ୍ତି ପଶୁରାଜ। ଆପଣଙ୍କର ଗୋଟିଏ ଗର୍ଜନରେ ସମ୍ପୂର୍ଣ୍ଣ ପୃଥିବୀ ଥରି ଉଠେ। ଜଣେ ସାଧାରଣ ଭାଲୁ ସହିତ ଆପଣଙ୍କର ଏହି ବନ୍ଧୁତା ଶୋଭା ପାଉନାହିଁ। ଅହଙ୍କାର ଏକ ଏପରି ଜିନିଷ ଯାହା ବଡ଼ ବଡ଼ ଜ୍ଞାନୀଙ୍କର ମତିଭ୍ରମ କରିଦିଏ। ବିକ୍ରମ ଭାବିଲା, ଆରେ ସତ ତ, ମୁଁ ହେଉଛି ମହାରାଜା, ଆଉ ଭୋଳା କେବଳ ଜଣେ ଜଙ୍ଗଲୀ ପଶୁ। ଧୀରେ ଧୀରେ ସିଂହର ବ୍ୟବହାର କଠୋର ହେବାକୁ ଲାଗିଲା। ସେ ଭୋଳା ସହିତ କଥା ହେବା ବନ୍ଦ କରିଦେଲା ଏବଂ ତାକୁ ନିଜର ବନ୍ଧୁ ନୁହେଁ, ବରଂ ଜଣେ ସାଧାରଣ ସେବକ ବା ପ୍ରଜା ଭାବରେ ବ୍ୟବହାର କରିବାକୁ ଲାଗିଲା। ଭୋଳାର ସ୍ନେହୀ ହୃଦୟରେ ଏହା ଗଭୀର ଆଘାତଟିଏ ଦେଲା। ସେ କିଛି ନ କହି ନୀରବରେ ବନ୍ଧୁତ୍ୱର ସୀମାରୁ ଦୂରେଇ ଗଲା। ଏହି ସମୟରେ ଜଙ୍ଗଲରେ ଏକ ବଡ଼ ବିପତ୍ତି ଦେଖାଦେଲା। ଶୃଗାଳମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଏକ ଷଡ଼ଯନ୍ତ୍ର ରଚିଲେ। ସେମାନେ ରାଣୀ ନାମକ ଏକ ଶାନ୍ତ ଓ ନିରୀହ ହରିଣ ଉପରେ ରାଜଭଣ୍ଡାରରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରି କରିବାର ମିଛ ଅଭିଯୋଗ ଲଦିଦେଲେ। ବିକ୍ରମ ସେତେବେଳକୁ ନିଜ କ୍ଷମତାର ମୋହରେ ଅନ୍ଧ ହୋଇଯାଇଥିଲା। ସେ କୌଣସି ପ୍ରମାଣ ନ ଖୋଜି, କାହାରି କଥା ନ ଶୁଣି ରାଣୀ ହରିଣକୁ ମୃତ୍ୟୁଦଣ୍ଡ ଦେଇଦେଲା। ରାଣୀ କାନ୍ଦି କାନ୍ଦି ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚେଷ୍ଟା କଲା, କିନ୍ତୁ ଅହଙ୍କାରୀ ରାଜାଙ୍କର କାନରେ ତାର ଆକୁଳ ନିବେଦନ ପହଞ୍ଚିଲା ନାହିଁ। ସାରା ଜଙ୍ଗଲରେ ଭୟ ଓ ନିରାଶ ଖେଳିଗଲା। ଯେତେବେଳେ ସିଂହ ନିଜ ପଞ୍ଝାରେ ରାଣୀକୁ ଆକ୍ରମଣ କରିବାକୁ ଗଲା, ଠିକ୍ ସେହି ସମୟରେ ଏକ ଚିତ୍କାର ଶୁଭିଲା, ରୁହନ୍ତୁ ମହାରାଜ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ସେଠାରେ ଭୋଳା ଠିଆ ହୋଇ ରହିଛି। ସିଂହ ଗର୍ଜନ କରି କହିଲା, ଭୋଳା, ତୁମେ ଜଣେ ଅପରାଧୀକୁ ବଞ୍ଚାଇବାକୁ ଚେଷ୍ଟା କରି ମୋର ଆଦେଶକୁ ଅବମାନନା କରୁଛ। ଭୋଳା ଶାନ୍ତ ଭାବରେ କହିଲା, ମହାରାଜ, ମୁଁ ଜଣେ ଅପରାଧୀକୁ ନୁହେଁ, ବରଂ ନ୍ୟାୟକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଯଦି ଆପଣଙ୍କୁ ରକ୍ତ ଦରକାର, ତେବେ ଜଣେ ନିରୀହକୁ ନୁହେଁ, ମୋତେ ମାରନ୍ତୁ। ଭୋଳାର ଏହି ନିଃସ୍ୱାର୍ଥପରତା ଦେଖି ଅନ୍ୟ ପଶୁମାନେ ମଧ୍ୟ
ସାହସ ପାଇଲେ। ଛୋଟ ପକ୍ଷୀଠାରୁ ଆରମ୍ଭ କରି ବଡ଼ ହାତୀ ପର୍ଯ୍ୟନ୍ତ ସମସ୍ତେ ରାଣୀ ହରିଣ ପାଇଁ ଠିଆ ହେଲେ। ସେମାନେ ଏକାଠି ହୋଇ ସତ୍ୟ ପ୍ରକାଶ କଲେ ଯେ ସେହି ଶୃଗାଳମାନେ ହିଁ ପ୍ରକୃତ ଦୋଷୀ। ହଠାତ୍ ସିଂହ ବିକ୍ରମର ମୁଣ୍ଡରୁ ଅହଙ୍କାରର ପରଦା ଖସି ପଡ଼ିଲା। ସେ ଦେଖିଲା ଯେ ଯେଉଁ ବନ୍ଧୁକୁ ସେ ଛୋଟ ମନେ କରୁଥିଲା, ସେହି ବନ୍ଧୁ ଆଜି ଜଙ୍ଗଲର ସମ୍ମାନ ରକ୍ଷା ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି। ସେ ଅନୁଭବ କଲା ଯେ ରାଜା ହେବା କେବଳ ଆଦେଶ ଦେବା ନୁହେଁ, ବରଂ ସମସ୍ତଙ୍କ ସୁଖ ଦୁଃଖର ସାଥୀ ହେବା ମଧ୍ୟ। ବିକ୍ରମର ଆଖିରେ ଲୁହ ଆସିଗଲା। ସେ ସମସ୍ତଙ୍କ ସାମ୍ନାରେ ଭୋଳାକୁ ଆଲିଙ୍ଗନ କରି କହିଲା, ବନ୍ଧୁ, ମୋତେ କ୍ଷମା କରିଦିଅ। ମୋର କ୍ଷମତା ମୋତେ ଅନ୍ଧ କରି ଦେଇଥିଲା। ତୁମ ପରି ବନ୍ଧୁ ଏହି ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି। ସେହି ପରଠାରୁ ନୀଳଗିରି ଜଙ୍ଗଲରେ ପୁଣି ଥରେ ଖୁସି ଫେରି ଆସିଲା। ସିଂହ ଏବଂ ଭାଲୁର ସେହି ପୁରୁଣା ବନ୍ଧୁତ୍ୱ ଆହୁରି ଦୃଢ଼ ହୋଇଗଲା। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ କେବେ ବି ନିଜର ପଦବୀ ବା ଶକ୍ତି ପାଇଁ ଗର୍ବ କରିବା ଉଚିତ ନୁହେଁ। ମନେ ରଖନ୍ତୁ, କ୍ଷମତା ଆଜି ଅଛି, କାଲି ନାହିଁ, କିନ୍ତୁ ଏକ ନିଃସ୍ୱାର୍ଥପର ବନ୍ଧୁତ୍ୱ ଚିରକାଳ ପାଇଁ ଅମର ହୋଇ ରହେ।